ସେଇଟା ଆମର ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ବୁଡୁମ ଗ୍ରାମ ପଞ୍ଚାୟତ ମୁଁ କହିବାକୁ ଚାହୁଁଛି ଯେ ଆମ ପଞ୍ଚାୟତରେ ସରକାରଙ୍କର ଯେଉଁ ଯୋଜନା ଆସିଛି ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୋଗୀ ଯୋଜନା, ଏହି ଯୋଜନାରେ ଶିଶୁନା ବୁଡୁମ ଗ୍ରାମ ପଞ୍ଚାୟତର ଶିଶୁନା ଗ୍ରାମରେ ଆମର କିଛି ଜନସାଧାରଣ ଯେଉଁମାନେ ଲେବର ଶ୍ରେଣୀ ଜାତୀୟ ସେମାନେ ବାହାରକୁ ମାନେ ଦାଦନ ଖଟିଆ ଯାଉଥିଲେ, ସେ ଦାଦନ ଖଟିଆ ନ ଯାଇ ଆମ ଗାଁରେ ସେମାନଙ୍କୁ ଆମେ କାମ ଯୋଗାଇ ଦେଇଛୁ। ଏଇ ହେଉଛି ଗୋଟେ ପୋଖରୀ ପୁସ୍ତକାଳିଆ ଟ୍ୟାଙ୍କ ଆର ନାମ ହେଉଛି, ଯାହାକି 5 ଲକ୍ଷ ଗୋଟେ କାମ ଆସିଛି। ଏହି ଯୋଜନାରେ ସେମାନେ ନିଜେ ନିଜେ କାମ କରି 2 ପଇସା ରୋଜଗାର କରି ସେମାନଙ୍କର ଭରଣ ପୋଷଣ କରୁଛନ୍ତି ଓ ଘରର ଅସୁବିଧା ସୁବିଧା ମେଣ୍ଟେନ୍ କରିପାରୁଛନ୍ତି। ଏହା ଗୋଟେ କାମ ଚାଲିଛି ସରକାରଙ୍କର। ଆଉ ଏହାକୁ ଜଣ ଜଣଙ୍କୁ ସାର୍ 100 ଦିନିଆ କାମ ସାର୍ ଆମ ସରକାରଙ୍କ ନିୟମ ଅନୁସାରେ ଜଣ ଜଣଙ୍କୁ 100 ଦିନିଆ କାମ ଯୋଗାଇ ଦିଆଯାଉଛି। ସେମାନେ ଆମର ଯେଉଁ ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୋଗୀ ଯୋଜନା ମଷ୍ଟର ଅନୁସାରେ ସେମାନଙ୍କର କାର୍ଡ଼ ମାନେ ନିଜ ନିଜର ଲେବର କାର୍ଡ଼ ଅଛି, ସେମାନଙ୍କର ଜବ୍ କାର୍ଡ଼ ଅଛି। ସେଇ ଜବ୍ କାର୍ଡ଼ ହୋଲ୍ଡର ମାଧ୍ୟମରେ ଆକାଉଣ୍ଟ ସେମାନଙ୍କର ବ୍ୟାଙ୍କ ଖାତାକୁ ପଇସା ଯାଉଛି, ସେମାନେ ବ୍ୟାଙ୍କ ଖାତାକୁ ପଇସା ଉଠାଉଛନ୍ତି ସାର୍। ଆଉ ସୁଭାଷ ଗୌଡ଼ ଶିଶୁଣ୍ଡା ବୁଡୁମ ପଞ୍ଚାୟତ ଗାଁରେ କାମ ଭଲ ମିଳିଲା। ଆଉ ଆମେ ବି କାମ ବିଦେଶ ବାଡ଼ି ଯାଉଥିଲୁ, ବହୁତ କଷ୍ଟ ହେଉଥାଏ। ଗାଁରେ କାମ ମିଳିଲା, ଗାଁରେ ଭଲରେ କାମ ମିଳିଛି। ନୂଆ ସରକାର ଆଇଲାରୁ ଭଲ କାମ ହେଲା, ଆମେ ଭଲ ଭାବରେ ଅଛୁ ଗାଁରେ। ଆଉ ଗାଁରେ ଆମେ କାମ କଲୁ, ପିଲାମାନଙ୍କ ପାଖରେ ରହିଲୁ। ଆଉ ବିଦେଶ ବାଡ଼ି ଗଲେ କେଉଁଠି ବାଟରେ ହଜିଲୁ କି ମଲୁ, ଚୋରି ହାରି ସବୁ ଏମିତି ହେଉଥାଏ। ଆଉ ପଇସା ପତ୍ର ଠିକ୍ରେ ମିଳୁନଥାଏ। ଏଇଠି ପଇସା ଠିକ୍ରେ ମିଳିଲା ଗାଁରେ, ଆମେ ଗାଁରେ କାମ କରି ଭଲରେ ଅଛୁ। ଆଉ ନୂଆ ସରକାର ଆସିଲାଠୁ ଏବେ କାମ ନାଗିଲାଣି। ମେସିନ୍ ଫିସିନ୍ ଯେଉଁ ନାଗୁଥିଲା ମେସିନ୍ ବନ୍ଦ ହେଲା, ଆମେ କାମରେ ନାଗିଛୁ ନୂଆ ସରକାର ଆସିଲାଠୁ। ଆଉ ମୋ ଛୁଆକୁ ଛୋଟ ଛୁଆକୁ ମୋ ମାଆକୁ ଛାଡ଼ିକି ମୋ ମା ପାଖରେ ଯାଇଥିଲି ସାର୍। ମୋ ମା ଆଇଲା ବେଳକୁ କାଳ ହେଇଗଲା, ମୋ ମାଆକୁ ଦେଖିପାରିଲିନି। ବହୁତ କଷ୍ଟରେ ମୁଁ ମାଗିଲି ଟଙ୍କା 5,000 ଦିଅ, ମୁଁ ଯିବି ଦେଖିବାକୁ ମୋ ମାଆକୁ ବୋଲି ଯେ, ହେଲେ ସରକାର ଦେଲେନି କିଛି ନାହିଁ। ବେଙ୍ଗଲରେ ଥିଲି, ବହୁତ କଷ୍ଟରେ ମୁଁ ଆସିଲି ଭୁବନେଶ୍ୱରରୁ ଆସିକି ଏଇଠୁ ଗାଡ଼ି ମିଳିଲାନି, କିଛି ନାହିଁ। ମୁଁ 2 ଦିନ ଲାଗିଗଲା, ମୋ ହାତରେ ପଇସା ନାହିଁ। ହେଲେ ମୋତେ ବହୁତ କଷ୍ଟରେ ଜଣେ ଦେଲା ପଇସା, ମୁଁ ଆଇଲା ବେଳକୁ ମୋ ମାଆକୁ ପୋଡ଼ା ପୋତା 2 ଦିନ ହେଇଗଲାଣି ଦେଖିନି। ମୋ ଛୋଟ ଛୁଆ ଛାଡ଼ିକି ଯାଇଥିଲି ଯେ ପଇସା ପାଇଁରେ ନା, ଏବେ ବୋଲଛି ଗାଁରେ କାମ ଲାଗିଛି। ନୂଆ ସରକାର ଏଠି କାମ କରି ମୋ ପିଲାକୁ ବଞ୍ଚେଇ ବୋଲି କହୁଛି। ମୋ କିଏ ନାହିଁ ହେଲେ ମୋର ବୋଲି ବେଶୀ ହଇରାଣରେ ହେଉଛି। ଏଇଠୁ ମାତ୍ର ପଇସା ନେଲେଣି 2 ସପ୍ତାହ 3 ସପ୍ତାହ ଦେଇକିରି ମୁଁ ଖାଇକିରି ଏବେ ଟିକେ ଭଲରେ ଚଳୁଛି। ନାଇଁ ଆଉ ଯିବିନି ବୋଲି କହୁଛି। ମୋ ପିଲାକୁ ଧରିକିରି ମୁଁ ଏଠି ରହିବି ବୋଲି କାମ ମିଳୁଛି। ହଁ ଏବେ କାମ, ଏବେ ରୋଡ଼ କାମ ଲାଗିଛି ଟିକେ, ତ ଗାଡ଼ିରେ କାମ କରିଦେଉଥାନ୍ତି ମେସିନ୍ ଲଗେଇକିରି। ଏବେ ଆଉ ବି ସପ୍ତାହେ 3 ଲେଖାଏଁ ପଇସା ଦେଉଛି, ତାରେ ଦେଉଛି। ଆଉ ଏମିତି ମାଲିକ ଆସିଲେ ଦିଅ, ଆମର ଖର୍ଚ୍ଚ ବାର୍ଚ୍ଚକୁ ନାହିଁ ବୋଲେ ମାଲିକ ଦେଇଥାଉଛନ୍ତି। ନାଇଁ ଏବେ ବହୁତ ଖୁସିରେ ମୋ ପୁଅ ପଢ଼ାପଢ଼ି କରିଥାଉଛି କରିକି, ଏବେ ବହୁତ ଖୁସିରେ ମୁଁ ଅଛି। କାମ ଆସୁଥିଲା, ଆଉ ଲୋକ ଦ୍ୱାରା କାମ ମିଳୁନଥିଲା, ଆମେ ବାହାରି ଖଟୁଥିଲୁ ବିଦେଶ ଯାଇକିରି। ଆଉ ଏବେ ଗାଁରେ କାମ ମିଳିଲା, ସୁବିଧାରେ କାମ କରୁଛୁ। ଆଉ ଆମେ ପିଲା ପିଲି ବେଲି ସ୍ୱାମୀ ବେଲି ଗାଁରେ ଦେଖିପାରୁନଥିଲୁ, ବାହାରି ଖଟୁଥିଲୁ। ଆଉ ଏବେ ନୂଆ ସରକାର ହେଲାଠୁ ଏବେ ଗାଁରେ ସୁବିଧାରେ କାମ ପାଉଛୁ। ସେଥିରେ କାମ କରୁଥିଲୁ, ଅଧେ ଖାଇଲେ ଅଧେ ପାଉଥିଲୁ, କାନ୍ଦି ବୋବେଇକିରି ଆଉଥିଲୁ। ବିଦେଶରେ ଆମେ ମଲେ ଗଲେ ହେଲେ କିଏ ବୁଝିବାକୁ ନଥିଲା। କିଏ ବାଘ ମେସିନ୍ ଲଗେଇକିରି କୋଟିଆପତି ହେଉଥିଲେ, ଆମେ ଗରିବ ଲୋକ ମରୁଥିଲୁ, ବିଦେଶ ଯାଇକିରି ଖଟୁଥିଲୁ। ଅଧେ ପାଇଲେ ଅଧେ ପାଉନଥିଲୁ। ଆଉ ଏବେ ହେଇଠି ଲୋକ ଦ୍ୱାରା କରିକିରି ଏବେ ଆମେ ବଞ୍ଚୁଛୁ।